ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ବାଙ୍କି ଛକରୁ ବିଜାତଳା ବଡ଼ାମତଳିଆ ରାଜ୍ୟ ଗ୍ରାମୀଣ ରାସ୍ତାର ପ୍ରଶସ୍ତୀକରଣ ପାଇଁ ପ୍ରଶାସନ ତତ୍ପର ଦେଖାଇଛି। ଆଉ ଜବରଦଖଲରେ ଥିବା ଜାଗାଗୁଡ଼ିକୁ ଉଚ୍ଛେଦ କରାଯାଇଛି। ତେବେ ଏଥିପାଇଁ ଗତ ଡିସେମ୍ବର 19 ତାରିଖରେ ବିଜାତଳା ବଜାର ସମେତ ଆଖପାଖ ରାସ୍ତା ସଂଲଗ୍ନରେ ଥିବା 80ଟି ଦୋକାନ ଓ ବଜାରର କୋଠାବାଡ଼ି ମାଲିକଙ୍କୁ ସ୍ଥାନାନ୍ତର ପାଇଁ ଲିଖିତ ନୋଟିସ୍ ପ୍ରଦାନ କରାଯାଇଥିଲା। ଆଉ ସେହି କ୍ରମରେ ଗତକାଲି ମାଜିଷ୍ଟ୍ରେଟ ଭାବରେ ବାମନଘାଟି ଉପଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ରଣଜିତ ମହାନ୍ତି, ବିଜାତଳା ତହସିଲଦାର, ରେଭିନ୍ୟୁ ସୁପରଭାଇଜର, ଆର୍ଆଇ, ପୂର୍ତ୍ତ ବିଭାଗ ଏସ୍ଡିଓ ଓ ପୁଲିସ ପ୍ରଶାସନଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି। ତେବେ ରାସ୍ତାର ମଝି ରାସ୍ତାରୁ 30 ଫୁଟ ଓସାର ଏବଂ ଡ୍ରେନ୍ ପାଇଁ ଜମି ରଖାଯିବ ବୋଲି ପ୍ରଶାସନ ସୂଚନା ଦେଇଛି। ସେପଟେ ପୂର୍ବରୁ ଏହି ରାସ୍ତାର ଓସାର କମ୍ ଥିବା ବେଳେ ଲୋକମାନେ ତାକୁ ଗୁରୁତ୍ୱ ନ ଦେଇ ସରକାରୀ ଜମିରେ ଦୋକାନ ଓ ଘର ତିଆରି କରିଦେଇଥିଲେ ଏବଂ ଦୀର୍ଘ ବର୍ଷ ହେଲା ସେମାନେ ଉକ୍ତ ଦୋକାନରୁ ରୋଜଗାର କରି ନିଜ ପରିବାରର ପ୍ରତିପୋଷଣ କରି ଆସୁଥିଲେ। ହେଲେ ବର୍ତ୍ତମାନ ଏହାକୁ ଉଚ୍ଛେଦ କରାଯାଉଥିବାରୁ ଦୋକାନୀମାନେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ସେମାନଙ୍କୁ ଥଇଥାନ ଓ ଆର୍ଥିକ ସାହାଯ୍ୟ ଦେବା ପାଇଁ ଲିଖିତ ଅନୁରୋଧ କରିଛନ୍ତି। ଅନ୍ୟପଟେ ଏହି ଦୋକାନ ଘର ଭଙ୍ଗା ନେଇ ବିସ୍ଥାପିତମାନେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ବର୍ତ୍ତମାନ ଏପରି ହାଡ଼ଭଙ୍ଗା ଶୀତରେ ବୁଢ଼ାବୁଢ଼ୀ, ଗୋରୁଗାଈ ଓ ଛୁଆ ପିଲାଙ୍କୁ ନେଇ କୁଆଡ଼େ ଯିବେ ବୋଲି ସେମାନଙ୍କୁ ଚିନ୍ତା ଘାରିଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ସୁନିଲ କୁମାର ମହାପାତ୍ରଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।